ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ସର୍ବପ୍ରଥମେ ପଞ୍ଚାୟତରାଜ ବିଭାଗର ୱାର୍ଡ ମେମ୍ବରମାନଙ୍କୁ ନେଇ ୱାର୍ଡ ମେମ୍ବର ସଂଘ ଗଠନ ହୋଇ ବିଭିନ୍ନ ଦାବି ନେଇ ଆନ୍ଦୋଳନ ହୋଇ ଆସୁଥିଲା। ଏହାପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୱାର୍ଡ ମେମ୍ବରମାନେ ସଂଗଠିତ ହେବା ଆରମ୍ଭ କରିଯାଇଥିଲେ। ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରେ ବିଭିନ୍ନ ଜିଲ୍ଲାର ୱାର୍ଡ ମେମ୍ବର ଓ ୱାର୍ଡ ମେମ୍ବରମାନଙ୍କୁ ନେଇ ଓଡ଼ିଶା ୱାର୍ଡ ମେମ୍ବର ମହାସଂଘ ଗଠିତ ହୋଇଛି। ଏହି ମହାସଂଘରେ କୁଚିଣ୍ଡା ଉପଖଣ୍ଡ ସଂଘର ସଭାପତି ସରୋଜ ମେହେର ରାଜ୍ୟ ଉପସଭାପତି ମନୋନୀତ ହୋଇଥିବାରୁ ତାଙ୍କୁ ଆଜି ଆଦିବାସୀ ଭବନଠାରେ ଆୟୋଜିତ କୁଚିଣ୍ଡା ବ୍ଲକ ସଂଘର କାର୍ଯ୍ୟକାରୀ କମିଟି ବୈଠକରେ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବ୍ଲକ ସଂଘ ସଭାପତି କେଶରୀ କିଷାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦିକା ଧନମତୀ ରୋହିଦାସ, ଉପଦେଷ୍ଟା ସୁଭାଷ ଚନ୍ଦ୍ର ନାୟକ, ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ସରୋଜ ମେହେର, ମଞ୍ଜୁଲତା କାଲୋ, ରେବତୀ କୁସୁମ, ଲିଲି ନାୟକ, ଇନ୍ଦ୍ରାବତୀ କୁସୁମ, ସମୀର ମହାପାତ୍ର ପ୍ରମୁଖ ସଂଘର 7 ଦଫା ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ମହାସଂଘ ରାଜ୍ୟ ସରକାରଙ୍କୁ ଭୁବନେଶ୍ୱରରେ ଏହି 7 ଦଫା ଦାବିପତ୍ର ଦେଇ ମାସକ ଭିତରେ ଦାବି ପୂରଣ କରାନଗଲେ ମହାସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ମହାସଂଘ ଉପସଭାପତି ଶ୍ରୀ ମେହେର ବୈଠକରେ ପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ପଦ୍ମଶ୍ରୀ ମିତ୍ରଭାନୁ ଗୌତିଆଙ୍କ ଏକମାତ୍ର ପୁତ୍ର ସତ୍ୟବ୍ରତ ଗୌତିଆଙ୍କ ଅକାଳ ବିୟୋଗରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି 2 ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଆମର 7 ଦଫା ଦାବିପତ୍ର ଥିଲା। 1 ନମ୍ବର ୱାର୍ଡ ମେମ୍ବରମାନଙ୍କର ସିଟିଂ ଫି ବ୍ୟବସ୍ଥା ସହିତ ସମାନ ସୁଯୋଗ ଭତ୍ତା ରାଶି ପ୍ରଦାନ କରାଯିବା ଆମର ଦାବି ଥିଲା। 2 ନମ୍ବର ଦାବିପତ୍ର ନାୟକ ସରପଞ୍ଚଙ୍କୁ ସମାନ ସୁଯୋଗ ଭତ୍ତା ରାଶି ମାସିକ 8,000 ଟଙ୍କା ବୃଦ୍ଧି କରାଯାଉ ଏବଂ ୱାର୍ଡ ମେମ୍ବରମାନଙ୍କୁ ସମାନ ସୁଯୋଗ ଭତ୍ତା ରାଶି 6,000 ଟଙ୍କା ବୃଦ୍ଧି କରାଯାଉ ଆମର ଦାବି ଥିଲା। 3 ନମ୍ବର ଦାବିପତ୍ର ହେଲା ରାଜ୍ୟର ସମସ୍ତ ପଞ୍ଚାୟତ ଜନପ୍ରତିନିଧିଙ୍କୁ କାର୍ଯ୍ୟକାଳ ଅବଧି ମଧ୍ୟରେ ମୃତ୍ୟୁ ଘଟିଲେ 2 ଲକ୍ଷ ଓ ଦୁର୍ଘଟଣା ଜନିତ ଅକ୍ଷମତା 2 ଲକ୍ଷ ଓ ଆଂଶିକ କ୍ଷମତା ହେଲେ 1 ଲକ୍ଷ ଟଙ୍କା ଅନୁକମ୍ପ ସହାୟତା ରାଶି ପ୍ରଦାନ କରାଯିବା ସ୍ଥଳେ ୱାର୍ଡ ମେମ୍ବରମାନଙ୍କୁ ସେଥିରୁ ବାଦ ଦିଆଯାଇଅଛି। ସବୁ ପଞ୍ଚାୟତ ଜନପ୍ରତିନିଧି ଭଳି ୱାର୍ଡ ମେମ୍ବରମାନଙ୍କ ମଧ୍ୟ ଏହି ସବୁ ଅନୁକମ୍ପ ସହାୟତା ରାଶି ପ୍ରଦାନ କରାଯିବା ଆମର ଦାବି ଅଟେ। 4 ନମ୍ବର ଦାବିପତ୍ର ହେଲା ୱାର୍ଡରେ ବିକଶିତ ମୂଳକ ପ୍ରକଳ୍ପ ଯଥା MGNRGA ଓ GPDP ଆକ୍ସନ ପ୍ଲାନ୍ର ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ୱାର୍ଡ ମେମ୍ବର ଜାଣିବା ଆବଶ୍ୟକ ଓ ପ୍ରକଳ୍ପ ବିଲ୍ ହେବା ସମୟରେ ୱାର୍ଡ ମେମ୍ବରଙ୍କ ଦସ୍ତଖତ ରହିବା ବ୍ୟବସ୍ଥା କରାଯାଉ ଆମର ଦାବି। 5 ନମ୍ବର ଦାବି ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଯେଉଁ ସମସ୍ତ ଚିଠିପତ୍ର ପଞ୍ଚାୟତକୁ ଆସେ ସେଥିରେ ନାୟକ ସରପଞ୍ଚଙ୍କୁ ବାଦ ଦିଆଯାଉଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଯେ କୌଣସି ବିଭାଗୀୟ ଚିଠିପତ୍ର ହୁଏ ବୈଠକ ଉପସ୍ଥିତ ହେବା ନିମନ୍ତେ ସମିତି ସଭ୍ୟ ସରପଞ୍ଚ ବୋଲି ନାୟକ ସରପଞ୍ଚ ମଧ୍ୟ ସ୍ଥାନ ପାଉ ଓ ସବୁ ବୈଠକରେ ବସିବାର ସୁଯୋଗ ଦିଆଯାଉ ଆମର ଦାବି। 6 ନମ୍ବର ଦାବି ପଲ୍ଲୀ ସଭା ଜରିଆରେ ଯେଉଁ ସବୁ ବିକାଶ ମୂଳକ ପ୍ରକଳ୍ପ ୱାର୍ଡ ତଥା ରାଜସ୍ୱ ଗ୍ରାମର ବିକାଶ ନିମନ୍ତେ ପ୍ରକଳ୍ପ ଗୁଡ଼ିକ ମଞ୍ଜୁର ନିମନ୍ତେ ଗ୍ରାମ ସଭାକୁ ପଠାଯାଏ କିନ୍ତୁ ଗ୍ରାମ ପଞ୍ଚାୟତକୁ ଆସୁଥିବା ଅନୁଦାନ ସ୍ୱଳ୍ପ ହୋଇଥିବାରୁ ବିଲ୍ ତଥା ୱାର୍ଡ ବିକାଶ ହୋଇପାରୁନାହିଁ। ଅଧିକ ପଞ୍ଚାୟତ ବିକାଶ ପୁଞ୍ଜି ମଞ୍ଜୁର କରାଯିବା ଆମର ଦାବି। 7 ନମ୍ବର ଦାବି GPDP ଫାଇଲ ପ୍ରକଳ୍ପର ପ୍ରସ୍ତୁତି ପ୍ଲାନ ରିପୋର୍ଟ ୱାର୍ଡ ମେମ୍ବରଙ୍କ ଉପସ୍ଥିତିରେ କରାଯିବା ଆମର ଦାବି ଅଟେ। ଏ ହେଉଛି ଆମର 7 ଦଫା ଦାବିପତ୍ର ଆମେ ଭୁବନେଶ୍ୱରରେ ଦେଇକି ଆସିଛୁ ଆମର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାୟକଙ୍କୁ। ଆଉ ଏହା ଆମର 1 ମାସ ମଧ୍ୟରେ ଯଦି ନ ହେଲା ଆମେ ରାଜ୍ୟ ରାସ୍ତାକୁ ଓହ୍ଲାଇବୁ ଆମର